ପିପିଲି ନୂଆ ଶାସନ ବେଆଇନ ବାଲି ଡିପୋ ନିଲାମ ପ୍ରକ୍ରିୟାରୁ ଯେଉଁ ପ୍ରଶ୍ନ ଉଠୁଥିଲା, ଯେଉଁ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠୁଥିଲା, ଆଜିକୁ ତାକୁ ନେଇ ମଧ୍ୟ ଗୋଟେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଆଜି ନିଲାମ କରାଯାଇଛି, ଯେହେତୁ 24 ତାରିଖରେ ନିଲାମ ହେବାର ଥିଲା, ଆଜି 27 ତାରିଖରେ ନିଲାମ କରାଯାଇଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁଦିନ ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଥିଲା ସେଦିନ ସ୍ଥାନୀୟ ତହସିଲଦାର, ମାଇନ୍ସ ଅଧିକାରୀ ଏବଂ ପିପିଲି ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏବଂ ଗୋଟିଏ ଅଭିଯୋଗ ଥିଲା ସେ ସମୟରେ ଯେ ବ୍ୟାଙ୍କ ଯେହେତୁ ସମୟ ଅବଧି ନାହିଁ, ବ୍ୟାଙ୍କ ବନ୍ଦ ରହିଛି, ଏଠି ବ୍ୟାଙ୍କ ଡ୍ରାଫ୍ଟର ହେଇପାରୁନି, ସେଥିପାଇଁ ନିଲାମ ପ୍ରକ୍ରିୟା ହେଇପାରିବ ନାହିଁ, ସେଥିପାଇଁ ସ୍ଥଗିତ ରଖାଯାଇଥିଲା। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, 24 ତାରିଖ ମଧ୍ୟାହ୍ନରେ ଯେତେବେଳେ ଏଇ ଘଟଣାକୁ ବନ୍ଦ କରାଯାଇଥିଲା, ଆଜି ତତ୍କ୍ଷଣାତକ ଚଞ୍ଚଳତା ଭାବରେ ଯେଉଁ ନିଲାମ ପ୍ରକ୍ରିୟା କରାଯାଉଥିବା ନେଇକି କିଛି ଲୋକମାନେ ଅଭିଯୋଗ କରିଥିଲେ। ସେମାନେ ମଧ୍ୟ ପିପିଲି ତହସିଲରେ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନାହିଁ ଏବଂ ନିଲାମ ପ୍ରକ୍ରିୟାକୁ ବାତିଲ କରିବା ପାଇଁ ମଧ୍ୟ ଗୋଟେ ଅଭିଯୋଗ କରିଥିଲେ, କିନ୍ତୁ ସେ ଅଭିଯୋଗକୁ କୌଣସି ଖାତିର କରିନଥିଲେ ସ୍ଥାନୀୟ ତହସିଲଦାର। ଏବଂ ଯଦି କହିବା, ଯେଉଁ ପୂର୍ବରୁ ଯେଉଁ ଗୋଟିଏ କଥା ଉଠୁଥିଲା ଏବଂ ବିଭିନ୍ନ ରାଜନୈତିକ ଦଳ ଯଦି ଖୋଲାମଖୋଲା କହିବା କଥା, ବିଜେଡ଼ି ମଧ୍ୟ ଗତକାଲି ମଧ୍ୟ ଖୋଲମଖୋଲା ଅଭିଯୋଗ ଆଣିଥିଲା, ଏଇ ଯେଉଁ ନିଲାମ ପ୍ରକ୍ରିୟା କରାଯାଉଛି, ଏ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ନାହିଁ। କାରଣ ନିଲାମ ଯେଉଁ ତହସିଲଦାର ରହିଛନ୍ତି, ସେ ନିଲାମ ଯେଉଁମାନେ ବେଆଇନ ବାଲି ଚୋରି କରୁଥିଲେ ତାଙ୍କ ହାତକୁ ଏଇ ଯେଉଁ ବାଲିକି ସେ ଟେକି ଦେଇ ଯିବେ, ଯାହାର ମଧ୍ୟ ସତ୍ୟାସତ୍ୟ ଆଜି ଦେଖିବାକୁ ମିଳୁଛି। ଯେତେବେଳେ ପ୍ରାୟ ଅଧିକାଂଶ ବ୍ୟାଙ୍କ ବନ୍ଦ ରହିଛି, ସେତେବେଳେ 12:30ଟାରେ ସୁଦ୍ଧା ତାଙ୍କୁ ସମୟ ଦିଆଯାଇଥିଲା ବ୍ୟାଙ୍କ ଡ୍ରାଫ୍ଟ ଆଣିକି ନିଲାମରେ ଅଂଶଗ୍ରହଣ କରିବା ପାଇଁ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, 24 ତାରିଖରେ ଯେତେବେଳେ ବାତିଲ କରାଯାଇଥିଲା, ପରବର୍ତ୍ତୀ ସମୟରେ କେଉଁ ତାରିଖ ଦିନ ଏଇ ନିଲାମ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା ଏବଂ ସେଇ ଯେଉଁ ନିଲାମ ପ୍ରକ୍ରିୟାକୁ ଅନ୍ତତଃ 7 ଦିନ ରଖିବା କଥା, ଯେଉଁ ନିୟମ ରହିଛି ଅନ୍ତତଃ 7 ଦିନ ରହିବା କଥା ଏବଂ ଏହାକୁ ଖୋଲା ଭାବରେ ନୋଟିସ୍ ମାଧ୍ୟମରେ ହେଉ, ଡେଙ୍ଗୁରା ମାଧ୍ୟମରେ ହେଉ, ସାଧାରଣ ଲୋକ ଜାଣିବା କଥା। ତେଣୁ ଏ ଚଞ୍ଚଳତା କରିବାର କାରଣ କ'ଣ ରହିଛି? ଯେଉଁ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା, ଏଠି ସ୍ଥାନୀୟ ତହସିଲଦାର ମଧ୍ୟ କାଠଗଡ଼ାରେ ଠିଆ ହେଉଛନ୍ତି। କାରଣ ସ୍ଥାନୀୟ ତହସିଲଦାର ଅହେତୁକ ଅନୁକମ୍ପା ଗୋଟେ ପ୍ରକାର ଦେଖୁଥିବା ଯେଉଁ ଅଭିଯୋଗ ଆସୁଛି, ଏଥିରୁ ମଧ୍ୟ ଗୋଟେ କଥା ସ୍ପଷ୍ଟ ରହୁଛି। ଆଜି ଗୋଟେ କଥା, ଯେତେବେଳେ ଆପଣ ଦେଖୁଥିବେ, ଯେତେବେଳେ ଟେଣ୍ଡର ପ୍ରକ୍ରିୟା ହୁଏ, ଟେଣ୍ଡର କୌଣସି ଲୁକାୟିତ ଭାବରେ ହୁଏ ନଥାଏ। ଆପଣ ଦେଖିବେ, ଆଜି ପୋଲିସ ଫୋର୍ସ ଲଗାଇ ଭିତରୁ ତାଲା ପକାଇ ବର୍ତ୍ତମାନ ସେଠି ଟେଣ୍ଡର କରିବାକୁ ଗଲେ, ଯାହା ଗୋଟେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ସେଇ ଭିତରେ ଯେଉଁ ଟେଣ୍ଡର ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ରହିଛି। ଏବଂ ଯେଉଁ ଲୋକମାନେ ଯେତେବେଳେ 24 ତାରିଖରେ ଯେଉଁ ଆପତ୍ତି ଅଭିଯୋଗ ରହିଥିଲା, ସମାନ ଆପତ୍ତି ଅଭିଯୋଗ ଯେତେବେଳେ ଆଜି ରହିଥିଲା, ତାହେଲେ ସେଇ ଆପତ୍ତି ଅଭିଯୋଗକୁ କ'ଣ ପାଇଁ ଗୁରୁତ୍ୱ ନେଉନଥିଲେ ସ୍ଥାନୀୟ ତହସିଲଦାର? କାରଣ ପୂର୍ବରୁ ଯେତେବେଳେ ବେଆଇନ ବାଲି ଚୋରି ହେଉଥିବା କଥା ନେଇକି ଆପତ୍ତି ଅଭିଯୋଗ ହେଉଥିଲା, ସେତେବେଳେ ସ୍ଥାନୀୟ ତହସିଲଦାର ମାନେ ମଧ୍ୟ ଚୁପ୍ ହେଇ ବସୁଥିଲେ। ଏବଂ ସେତେବେଳେ ମୋର କୌଣସି ଏଥିରେ ହାତ ନାହିଁ, ମୁଁ କୌଣସି କଥା କହିବିନି। କାରଣ ଯେତେବେଳେ ଜାତୀୟ କଂଗ୍ରେସ ମୋର ପ୍ରତିନିଧି ଦଳ ଯେଉଁ ଆସିଥିଲେ, ରାଜ୍ୟ ଜାତୀୟ କଂଗ୍ରେସ ପ୍ରତିନିଧି ଦଳ, ସିଏ ମଧ୍ୟ ଗୋଟେ ଖୋଲମଖୋଲା ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ, ତୁମ ପାଇଁ ଆଜି ସାମ୍ବାଦିକଙ୍କର ଜୀବନ ଯାଇଥିଲା, କାରଣ ବେଆଇନ ବାଲି ଚୋରିକୁ ଆପଣ ପ୍ରଶ୍ରୟ ଦେଉଛନ୍ତି। ସେ ସମୟରେ ମଧ୍ୟ ଖୋଲମଖୋଲା କହିଥିଲେ ଯେ ଯଦି ମୋର ଏଥିରେ କୌଣସି ସମ୍ପୃକ୍ତି ଥିବ, ତାହେଲେ ମୁଁ ମୋର ମଧ୍ୟ ଯେଉଁ ରହିଛି ପେନସନ୍ ପାଇବାର ଯେଉଁ ଟଙ୍କା ରହିଛି ଜିପିଏଫ୍ ମଧ୍ୟ ଦେଇଦେବି। କିନ୍ତୁ ସେ ସମୟରେ ମଧ୍ୟ ତାଙ୍କୁ ନେଇକି ମଧ୍ୟ ଜାତୀୟ କଂଗ୍ରେସ ତରଫରୁ ମଧ୍ୟ ସମାଲୋଚନା କରାଯାଇଥିଲା। କିନ୍ତୁ ଗତ 24 ତାରିଖରେ ଘଟଣା ଘଟିଲା ଏବଂ ଆଜି 27 ତାରିଖ, ଆଜି ଯେତେବେଳେ ଧର୍ମଘଟ ଚାଲିଛି, ବ୍ୟାଙ୍କରେ ଧର୍ମଘଟ ଚାଲିଛି, ସେଇ ସମୟରେ ବ୍ୟାଙ୍କ ଡ୍ରାଫ୍ଟକୁ ଆଣିକି ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଗୋଟେ ପ୍ରକାର ଜିଦ୍ କରି ବସିଥିଲେ ସ୍ଥାନୀୟ ତହସିଲଦାର। କାରଣ କିଛି ବ୍ୟକ୍ତି ପୂର୍ବରୁ ଯଦିଓ ବ୍ୟାଙ୍କ ଡ୍ରାଫ୍ଟ କରିଥିବା କଥା ତହସିଲଦାର କହୁଛନ୍ତି ଏବଂ ଯେଉଁମାନେ ବ୍ୟାଙ୍କ ଡ୍ରାଫ୍ଟ କରିଥିଲେ ସେମାନେ ଅଂଶଗ୍ରହଣ କରିଥିଲେ। ଏଠି ପ୍ରଶ୍ନ ଉଠୁଛି, 24 ତାରିଖରେ ଯଦି ନିଲାମ ପ୍ରକ୍ରିୟାକୁ କରାଯିବା ପାଇଁ ନୋଟିସ୍ କରାଯାଇଥିଲା, ତାହେଲେ ତହସିଲଦାର କେଉଁଠି ନୋଟିସ୍ ମାରିଥିଲେ? ତହସିଲଦାର ନୋଟିସ୍ କାହା ମାଧ୍ୟମ କରିଥିଲେ? କେଉଁ ବିଜ୍ଞାପନ ମାଧ୍ୟମରେ ଏଇ ଜନସଚେତନ କରାଯାଇଥିଲା? କେଉଁ ପଞ୍ଚାୟତରେ କେଉଁଠି ଡେଙ୍ଗୁରା ବଜାଯାଇଥିଲା? ଏବଂ ପଞ୍ଚାୟତର ଯେଉଁ ସ୍ଥାନୀୟ ଯେଉଁ ପଞ୍ଚାୟତ କାର୍ଯ୍ୟାଳୟ ରହିଛି କିମ୍ବା ଆମର ଯେଉଁ ରହିଛି ତହସିଲ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟ, କେଉଁଠି ଏ ନୋଟିସ୍ ମରାଯାଇଥିଲା? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ୱେବସାଇଟ୍ରେ ମଧ୍ୟ ଏହାକୁ ଉପଲବ୍ଧ ହେବାର ଆବଶ୍ୟକତା ରହିଥିଲା। ଯେତେବେଳେ ୱେବସାଇଟ୍ରେ ଯେତେବେଳେ
ଯେତେବେଳେ କିଛି ନିଲାମ ପ୍ରକ୍ରିୟା କରାଯାଏ ସରକାରୀ ସ୍ତରରେ ଏ ୱେବସାଇଟ୍ରେ ମଧ୍ୟ ଏହାକୁ ନିଲାମ ପ୍ରକ୍ରିୟା। ତେଣୁ 24 ତାରିଖରେ ମଧ୍ୟ କେଉଁ ସମୟରେ ୱେବସାଇଟ୍ରେ ସେ ଏହାକୁ ଉଲ୍ଲେଖ କରିଥିଲେ ତାହା ମଧ୍ୟ ତହସିଲଦାରଙ୍କୁ ନେଇ ପ୍ରଶ୍ନ ଉଠୁଛି। ମାଇନ୍ସ ବିଭାଗ ଏବଂ ତହସିଲ ପ୍ରଶାସନ এই ଯେଉଁ ନିଲାମ ପ୍ରକ୍ରିୟାକୁ ନେଇ ଯେଉଁ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠୁଥିଲା ୟାଙ୍କୁ ମଧ୍ୟ ଆଙ୍ଗୁଠି ଉଠିଛି। କାରଣ ଆଜି ଆପଣ ଯଦି ଦେଖିବେ ପିପିଲି ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ମଧ୍ୟ ବହୁ ଆକ୍ଷେପ କରିକି ଯଦି ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା। ପୋଲିସ ମାନେ ଯଦିଓ ସେଠି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିଲେ କିନ୍ତୁ ସେଠି ଯେଉଁଭଳି ଭାବରେ ଜନ ଆକ୍ରୋଶ ଦେଖାଯାଇଥିଲା ତହସିଲଦାରଙ୍କ ବିରୁଦ୍ଧରେ ତହସିଲଦାରଙ୍କୁ ସେମାନେ ମଧ୍ୟ ଖୁଲମଖୁଲା ଆରୋପ ପ୍ରତ୍ୟାରୋପ କରିଥିଲେ। ଏଇ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ଏଠି ଯେଉଁ ବାଲିକୁ କେବଳ ଯେଉଁମାନେ ଚୋରି କରି ରଖିଥିଲେ ତାଙ୍କ ହାତକୁ ତହସିଲଦାର ଟେକି ଦେଉଥିବା ଗୋଟେ ସେ ଅଭିଯୋଗ ଆଣିଥିଲେ। ତେଣୁ ଏଇ ଯେଉଁ ଘଟଣା ଘଟିଛି ଆଜି ନିଲାମ ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ରହିଛି ତା ଜିଲ୍ଲା ପ୍ରଶାସନ ତଦନ୍ତ କରିବାର ଆବଶ୍ୟକତା ରହିଛି। କାରଣ ଯେତେବେଳେ ଏଇ ଘଟଣାକୁ ନେଇକି ଆପତ୍ତି ଅଭିଯୋଗ ଉଠିବ କିଛି ବ୍ୟକ୍ତି ଯେତେବେଳେ ଆଇନର ଦ୍ୱାରସ୍ଥ ହେବେ ନିଶ୍ଚିତ ରୂପେ ଏହି ଘଟଣାକୁ ନେଇକି ସରକାର ନିନ୍ଦିତ ହେବେ, ଜିଲ୍ଲା ପ୍ରଶାସନ ନିନ୍ଦିତ ହେବ ଏବଂ ଯେଉଁ କାର୍ଯ୍ୟଦକ୍ଷତା ରହିଛି ତହସିଲଦାରଙ୍କର ସେ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବ। କାରଣ ଯେଉଁ ଆସନ୍ତାକାଲି କିମ୍ବା ଆଉ ଗୋଟିଏ 2 ଦିନ ପରେ ସେ ଯେଉଁ ରିଟାୟାର୍ଡ ହେବେ ଏ ଯେଉଁ ଗିଫ୍ଟ ଦେବା କଥା ଯେଉଁ ଚର୍ଚ୍ଚା ହେଉଛି ସେ କାହାକୁ ଏଇ ଗିଫ୍ଟ ଦେଇ ଯାଉଛନ୍ତି ତାକୁ ନେଇକି ମଧ୍ୟ ଗୋଟେ ଯେଉଁ ଚର୍ଚ୍ଚା ଖୋରାକ ପିପିଲିରେ ଆଲୋଚନା ହେଉଛି ତାକୁ ମଧ୍ୟ ନେଇକି ମଧ୍ୟ ଗୋଟେ ତଦନ୍ତ ହେବାର ଆବଶ୍ୟକତା ରହିଛି। କାରଣ ଆପଣ ଜାଣିଛନ୍ତି ପୂର୍ବରୁ ପିପିଲି ତହସିଲ କାର୍ଯ୍ୟାଳୟରେ ଏଇ କରିସ୍କର୍ମା ଅଧିକାରୀମାନେ ଯେଉଁମାନେ ରହିଥିଲେ ଆପଣ ବିଗତ ଦିନରେ ଦେଖିଛନ୍ତି ଯେଉଁ ଅଧିକାରୀ ପଣ୍ଡାବାବୁ ରହିଥିଲେ ତାଙ୍କଠାରୁ ପୁଳା ପୁଳା ଟଙ୍କା ଯେତେବେଳେ ଜବତ କରାଯାଇଥିଲା ପିପିଲିରେ ଯେଉଁ କାର୍ଯ୍ୟରତ ଥିଲେ। ତେଣୁ ପିପିଲିରେ ଯେଉଁ ଅଧିକାରୀମାନେ କାର୍ଯ୍ୟରତ ରହୁଛନ୍ତି ତାଙ୍କ କରିସ୍କର୍ମାକୁ ସାରା ଓଡ଼ିଶା ପୂର୍ବରୁ ଜାଣିଛି। ତେଣୁ ନିଶ୍ଚିତ ରୂପେ ଯେଉଁ ପୂର୍ବରୁ ମଧ୍ୟ ଯେଉଁ ସିପାହୀ ନେତା ମଧ୍ୟ ଯେଉଁ ଅଭିଯୋଗ କରୁଥିଲେ ତହସିଲଦାରଙ୍କୁ ନେଇକି ଯେଉଁ ବାଲି ଘାଟ ଯେଉଁ ବେଆଇନ ବାଲି ଚାଲୁଛି ତାଙ୍କୁ ନେଇକି ଯେଉଁ ଆପତ୍ତି ଅଭିଯୋଗ ଉଠାଇଥିଲେ ଏବଂ ଆଜିର ଯେଉଁ ଘଟଣା ଘଟିଛି ତହସିଲଦାରଙ୍କ କାର୍ଯ୍ୟକୁ ନେଇ ମଧ୍ୟ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇକି ମଧ୍ୟ ସ୍ୱଚ୍ଛତାକୁ ନେଇକି ମଧ୍ୟ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ଆଗାମୀ ଦିନରେ ନିଶ୍ଚିତ ରୂପେ ଯେତେବେଳେ ଭିଜିଲାନ୍ସ ବିଭାଗ ପାଖରେ ଏଇ ଅଭିଯୋଗ ପଡ଼ିବ, ଭିଜିଲାନ୍ସ ବିଭାଗ ପାଖରେ ମାଳ ମାଳ ଅଭିଯୋଗ ସ୍ଥାନୀୟ ତହସିଲଦାରଙ୍କ ବିରୁଦ୍ଧରେ ପୂର୍ବରୁ ପଡ଼ିଛି ଏବଂ ପରବର୍ତ୍ତୀ ସମୟରେ ଭିଜିଲାନ୍ସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହା ଉପରେ କ'ଣ ଦୃଷ୍ଟିପାତ କରୁଛି ଏବଂ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାପରେ ସମସ୍ତଙ୍କ ନଜର ରହିବ ନିଶ୍ଚିତ ରୂପେ। କିନ୍ତୁ ଏଇ ଯେଉଁ ଆଜିର ଯେଉଁ ନିଲାମ ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ରହିଛି ତାହା ମଧ୍ୟ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ଏବଂ ଏଇ ଯେଉଁ ଘଟଣା ପୁନରାବୃତ୍ତି କିଭଳି ନ ହେବ, ପିପିଲିରେ ବେଆଇନ ବାଲି କିଭଳି ନ ଚାଲିବ ସେ ନେଇ ମଧ୍ୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପୁରୀ ପିପିଲିରୁ ଦେବାଶିଷ ସିଂହରାୟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।